ଓମ୍ ନମଃ ଭଗବତେ ବାସୁଦେବାୟ। ଆଜିର ଏ ଭାଗବତ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଏକାଦଶ ଅଧ୍ୟାୟରୁ ହଁ ଆଉ କିଛି ଆଗକୁ ଯିବା। ଗତଥର ଆମେ ଶୁଣିଥିଲେ କୃଷ୍ଣ କେମିତି ହସ୍ତିନାପୁରରୁ ବାହାରିଲେ ଦ୍ୱାରକା ପାଇଁ। ଆଜି ଆଲୋଚନା ହେବ ତାଙ୍କର ଦ୍ୱାରକା ପ୍ରବେଶ, ସେଠିକାର ଲୋକଙ୍କର ଆନନ୍ଦ ଆଉ ବିଶେଷ କରି ମାମାନଙ୍କ ସହ ତାଙ୍କର ସେ ମିଳନ, ସେଇ ଦୃଶ୍ୟ। ହଁ ନିଶ୍ଚୟ। ଏ ଅଂଶଟା ଭାରି ସୁନ୍ଦର। ଭଗବାନଙ୍କର ଦୁଇଟା ଦିଗ ଦେଖାଯାଏ। ଗୋଟେ ପଟେ ତାଙ୍କ ଐଶ୍ୱର୍ଯ୍ୟ, ସେ ଦ୍ୱାରକାର ଠାକୁର, ଆଉ ଅନ୍ୟପଟେ ମାନେ ପୁରା ମାନବୀୟ ସ୍ନେହ, ପୁଅ ଭଳି ସାଙ୍ଗ ଭଳି। ଏଇ ଦୁଇଟା ଭାବ କେମିତି ଏକାଠି ଅଛି ସେଇଟା ହିଁ ଦେଖିବାର କଥା ଏଠି। ଆଲୋଚନା ଭଲ ଲାଗୁଥାଏ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ବି ଭାବିପାରନ୍ତି। ତାହେଲେ ଏମିତି ଆଲୋଚନା ସହଜରେ ମିଳିଯିବ। ହଉ ତାହେଲେ ଆସନ୍ତୁ ଏକାଦଶ ଅଧ୍ୟାୟରୁ ଆରମ୍ଭ କରିବା। ପ୍ରଥମେ ଏଇ ପଦଗୁଡ଼ିକ ଶୁଣନ୍ତୁ। କାହାକୁ କରି ଆଲିଙ୍ଗନ, କାଶୀରେ ଆଗ୍ରାଣ ଚୁମ୍ବନ, କାହାକୁ ମନ୍ଦାହାସେ ଚାହିଁ, ଭାବେ ତୋଷିଲେ ଭାବଗ୍ରାହୀ, ଆଶ୍ୱାସ କରି ପୁରଜନେ, ତୋଷିଲେ ସର୍ବବାକ୍ୟ ଧନେ, ଚାଣ୍ଟାଳୁ ବ୍ରହ୍ମଯାଏ ପୂଜା, କରି ତୋଷିଲେ ଦେବରାଜା, କୂଳ ପୂଜିତ ଜ୍ଞାନବୃଦ୍ଧ, କୃଷ୍ଣଙ୍କୁ କଲେ ଆଶୀର୍ବାଦ। ଏଠି ଦେଖନ୍ତୁ, କୃଷ୍ଣ ଦ୍ୱାରକାରେ ପହଞ୍ଚିଲେ ଆଉ କେମିତି ସମସ୍ତଙ୍କ ସାଙ୍ଗେ ମିଶୁଛନ୍ତି, କାହାକୁ କୁଣ୍ଢେଇ ପକାଉଛନ୍ତି, କାହା ମୁଣ୍ଡକୁ ଆଉଁସି ଦେଉଛନ୍ତି, ଚୁମା ଦେଉଛନ୍ତି, ପୁଣି କାହାକୁ କିଛି ନାହିଁ, ଖାଲି ଗୋଟେ ମିଠା ହସ। ହେଲେ ସେଇ ହସରେ ହିଁ ସାମ୍ନା ଲୋକର ମନର ସବୁ ଭାବକୁ ସେ ବୁଝି ଯାଉଛନ୍ତି ଆଉ ତାକୁ ଶାନ୍ତି ଦେଉଛନ୍ତି। ସେଇଥିପାଇଁ ତ ଭାବଗ୍ରାହୀ କୁହାଯାଇଛି। ହଁ, ଏଇଟା ବଡ଼ କଥା। ଗୋଟେ ହସରେ ଏତେ ଶକ୍ତି। ଆଚ୍ଛା, ଆଉ ସେ କହୁଛନ୍ତି ବାକ୍ୟ ଧନେ ବି ତୋଷୁଛନ୍ତି, ମାନେ ମିଠା କଥାରେ ବି ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି। ଏଠାର କିଛି ବିଶେଷ କାରଣ? ନିଶ୍ଚୟ। ଭାବଗ୍ରାହୀ ମାନେ ତ ଭିତର କଥା ବୁଝିବା, କିନ୍ତୁ ବାକ୍ୟ ଧନେ ତୋଷିବା ସେଟା ହେଲା ବାହାରୁ ବି ସମସ୍ତଙ୍କୁ ନିଜର କରିନେବା। ଯେତେବେଳେ ସେ ଏଠି ସ୍ନେହରେ କଥା କହୁଛନ୍ତି, ଲୋକେ ଭାବୁଛନ୍ତି ଆରେ ଭଗବାନ ମୋତେ କେତେ ଭଲ ପାଉଛନ୍ତି, ମୋ କଥା କେତେ ଭାବୁଛନ୍ତି। ଏଟା ତାଙ୍କୁ ମାନେ ମନକୁ ଶାନ୍ତି ଦଉଛି। ଆଉ ଯୋଉ କଥାଟା ମୋତେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା, ସେ ଚାଣ୍ଡାଳୁ ବ୍ରହ୍ମା ଯାଏଁ ସମସ୍ତଙ୍କୁ ସମାନ ଭାବରେ ପୂଜା କରୁଛନ୍ତି। ନିଜେ ଦେବରାଜା ହେଇକି ବି ଏମିତି ସମାନ ଦେଖିବା, ଏଟା କ'ଣ ଦେଖଉଛି? ଏଟା ତ ଭଗବାନଙ୍କର ସେଇ ସମଦର୍ଶୀ ରୂପ। ଏଟା ଖାଲି ନୀତି ନୁହେଁ, ଏଟା ତାଙ୍କ ସ୍ୱଭାବ। ସେ ଏମିତି କରିକି ଦେଖେଇ ଦଉଛନ୍ତି ଯେ ଆତ୍ମା ହିସାବରେ ସମସ୍ତେ ଏକା। ଜାତି, ବର୍ଣ୍ଣ, କିଏ ବଡ଼ କିଏ ସାନ, ସେସବୁ ତାଙ୍କ ପାଖରେ କିଛି ନାହିଁ। ଆଉ ଏଇ ସମଦର୍ଶିତା ହିଁ, ବୁଝିଲେ, ପ୍ରକୃତ ଧର୍ମର ମୂଳ। ସେ ନିଜେ କରିକି ସେଟା ଦେଖଉଛନ୍ତି। ହଁ, ଆଉ ତାର ଫଳ ବି ଦେଖାଯାଉଛି। କୂଳର ବଡ଼ ବଡ଼ ଲୋକ, ଜ୍ଞାନୀ ବୟସ୍କ ଲୋକମାନେ ବି ଭଗବାନଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏଇଟା ଟିକେ ଅଜବ ଲାଗୁଛି ନା? ନା, ଏଇଟା ତାଙ୍କ ଲୀଳା। ସେ ଯେହେତୁ ମଣିଷର ଉପରେ ଅଛନ୍ତି, ସେ ସାମାଜିକ ନୀତି ମାନୁଛନ୍ତି। ବଡ଼ମାନଙ୍କଠୁ ଆଶୀର୍ବାଦ ନେଇ ସେମାନଙ୍କୁ ବି ସମ୍ମାନ ଦେଉଛନ୍ତି। ଏମିତି କରି ସେ ଆମକୁ ବିନମ୍ର ହେବାକୁ ଶିଖଉଛନ୍ତି। ବା, ଏ ସମଦର୍ଶୀ ଭାବ ପରେ ଚାଲନ୍ତୁ ଦେଖିବା ଦ୍ୱାରକାପୁରର ସ୍ତ୍ରୀ ଲୋକମାନେ କେମିତି ପ୍ରତିକ୍ରିୟା ଦେଉଛନ୍ତି କୃଷ୍ଣଙ୍କୁ ଦେଖି। କାବ୍ୟକ ଆବୃତ୍ତି। ପୁରେ ପସନ୍ତେ ଜନାର୍ଦ୍ଦନ, ଦ୍ୱାରକାପୁର ବଧୂଜନ, ତକ୍ଷଣେ ଲାଜ ଦୂର କରି, ଆରୋହୀ ଅଟ୍ଟାଳି ପାଛେରି, ଦେଖିଣ କୃଷ୍ଣର ଶରୀର ମହା ଉତ୍ସବେଣ ଅସ୍ଥିର, ଯଦ୍ୟପି ନିତ୍ୟ ନିତ୍ୟପୁରେ, କୃଷ୍ଣ ବଦନ ନିରନ୍ତରେ, ଦେଖି ସନ୍ତୋଷ ନୋହେ ମନ, ଯାହାର ଅଙ୍ଗ ସର୍ବଶୋଭାବନ, ଲକ୍ଷ୍ମୀ ବିଳାସ ଯାହାର ଅଙ୍ଗେ, ଅଦ୍ଭୁତ ବିବିଧ ବିଭଙ୍ଗେ, ସୁଧା ସମ୍ପୂର୍ଣ୍ଣ ଯାହାର ଗାତ୍ର, ପ୍ରାଣୀ ଲୋଚନ ପାନପାତ୍ର, ଯାହାର ଚାରିଭୁଜ ତଳେ, ବାସବା ଆଦି ଦିଗପାଳେ, ଯାହାର ଅଭୟ ଚରଣ, ଭକତ ଜନଙ୍କ ଶରଣ। ଏଠି ଗୋଟେ ମଜା କଥା ଦେଖନ୍ତୁ। ଦ୍ୱାରକାର ବୋହୂମାନଙ୍କ କଥା। ସାଧାରଣତଃ ସେମାନେ ତ ଲାଜୁକୁଳେ, ହେଲେ ଯେମିତି ଭଗବାନ ଜନାର୍ଦ୍ଦନ ପୁର ଭିତରକୁ ପଶିଛନ୍ତି, ସେମାନେ ସବୁ ଲାଜ ସରମ ଭୁଲିଗଲେ। ତାଙ୍କୁ ଦେଖିବା ପାଇଁ ଏତେ ଇଚ୍ଛା ଯେ ଘରର ଛାତ ଉପରକୁ, ପାଚେରୀ ଉପରକୁ ଚଢ଼ି ଯାଉଛନ୍ତି। ଆଉ କୁହାଯାଇଛି ମହା ଉତ୍ସବେଣ ଅସ୍ଥିର, ମାନେ ତାଙ୍କର ଆସିବାଟା ହିଁ ଗୋଟେ ପର୍ବ ପରି। କିନ୍ତୁ ଆଶ୍ଚର୍ଯ୍ୟ କଥା, ଜଗନ୍ନାଥ ଦାସ ଲେଖୁଛନ୍ତି ସେମାନେ ତ ପ୍ରତିଦିନ ଦେଖନ୍ତି କୃଷ୍ଣଙ୍କୁ, ଯଦ୍ୟପି ନିତ୍ୟ ନିତ୍ୟ ପୁରେ, ଦେଖି ସନ୍ତୋଷ ନୁହେଁ ମନ। ଏହାର ମାନେ କ'ଣ? ରୋଜ ଦେଖିଲେ ତ ଆଉ ଦେଖିବାକୁ ମନ ହୁଏନି। ଏଇଟା ହିଁ ତ ଭଗବାନଙ୍କ ପ୍ରେମର କରାମତି। ତାଙ୍କ ରୂପ ଏମିତି
ଯେମିତି ସବୁବେଳେ ନୂଆ। ଯେତେ ଥରେ ଦେଖିଲେ ବି ଆହୁରି ଦେଖିବାକୁ ଇଚ୍ଛା ହୁଏ। ମନ କେବେ ଭରେନି। ମନେ ପକାନ୍ତୁ, ଗୋପୀମାନେ କହୁଥିଲେ ନା, ଯିଏ ଆଖିପତା ତିଆରି କରିଛି ସେ ବୋକା, କାହିଁକିନା ପତା ପଡ଼ିଲେ କୃଷ୍ଣଙ୍କୁ ଦେଖି ହେଉନି। ଏ ବି ସେଇଭଳି ଗୋଟେ ଭାବ। ବୁଝିଲି। ମାନେ ଭଗବାନଙ୍କ ଆକର୍ଷଣର ସୀମା ନାହିଁ। ଆଚ୍ଛା, ତାଙ୍କ ଶରୀର ବିଷୟରେ ଯାହା କୁହାଯାଇଛି, ଯା ଅଙ୍ଗ ସର୍ବଶୋଭାବନ, ଲକ୍ଷ୍ମୀବିଳାସ ଯାହାର ଅଙ୍ଗେ, ସୁଧା ସମ୍ପୂର୍ଣ୍ଣ ଯାର ଗାତ୍ର, ଏସବୁର ଅର୍ଥ ଟିକେ ବୁଝେଇବେ? ସର୍ବଶୋଭାବନ ମାନେ ଦୁନିଆର ଯେତେ ସୁନ୍ଦରତା ସବୁ ତାଙ୍କଠୁ ହିଁ ଆସିଛି। ସେ ହେଉଛନ୍ତି ସୌନ୍ଦର୍ଯ୍ୟର ମୂଳ। ଲକ୍ଷ୍ମୀ ବିଳାସ ଯାର ଅଙ୍ଗେ ମାନେ ଧନ, ସମ୍ପଦ, ସୁନ୍ଦରତା, କରୁଣା ଏସବୁର ଦେବୀ ଲକ୍ଷ୍ମୀ ସେ ନିଜେ ତାଙ୍କ ଶରୀରରେ ବିଭିନ୍ନ ଭଙ୍ଗୀରେ ଖେଳୁଛନ୍ତି। ଆଉ ସୁଧା ସମ୍ପୂର୍ଣ୍ଣ ଯାର ଗାତ୍ର, ତାଙ୍କ ଦେହଟା ଯେମିତି ଅମୃତରେ ଗଢ଼ା। ତାଙ୍କୁ ଦେଖିଲେ ଲାଗେ ଯେମିତି ଅମୃତ ପିଇଦେଲେ। ସେଇଥିପାଇଁ ତ କୁହାଗଲା, ପ୍ରାଣୀ ଲୋଚନ ପାନ ପାତ୍ର। ଆମ ଆଖି ହେଉଛି ସେହି ପାତ୍ର, ଯୋଉଥିରେ ଆମେ କୃଷ୍ଣଙ୍କ ରୂପ ଅମୃତକୁ ପିଉ। ବାଃ ବାଃ, କି ସୁନ୍ଦର ଭାବରେ କହିଲେ। ଏଇଟା ତ ତାଙ୍କର ସେ ମଧୁର ରୂପ। କିନ୍ତୁ ପର ଧାଡ଼ିରେ ପୁଣି ତାଙ୍କର ଐଶ୍ୱର୍ଯ୍ୟ କଥା। ଇନ୍ଦ୍ର ପରି ଦେବତା ବି ତାଙ୍କ ଚାରି ହାତ ତଳେ ଆଶ୍ରା ନିଅନ୍ତି, ଆଉ ତାଙ୍କ ପାଦ ହିଁ ଭକ୍ତର ସାହା ଭରସା। ଏ ଦୁଇଟା କଥା ଏକାଠି କାହିଁକି? କାରଣ ଶ୍ରୀକୃଷ୍ଣ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ। ସେ ଏକା ସାଙ୍ଗରେ ସବୁଠୁ ଶକ୍ତିଶାଳୀ, ଯାହାଙ୍କ ଆଗରେ ଦେବତା ବି ମୁଣ୍ଡ ନୁଆନ୍ତି, ଆଉ ଏତେ ସୁନ୍ଦର, ଏତେ ମଧୁର ଯେ ତାଙ୍କୁ ଦେଖିଲେ ହିଁ ମନ ଟାଣି ହେଇଯାଏ। ଭକ୍ତ ପାଇଁ ଏ ଦୁଇଟା ଯାକ ଦରକାର। ଭକ୍ତ ତାଙ୍କ ଶକ୍ତିକୁ ମନେ ପକାଇ ତାଙ୍କ ଶରଣ ନିଏ, ଆଉ ତାଙ୍କ ସୁନ୍ଦର ରୂପରେ ମଜିଯାଇ ତାଙ୍କୁ ଭଲ ପାଏ। ବୁଝିଲି। ମାନେ ମଧୁର ରୂପ ଆକର୍ଷଣ କରେ, ଆଉ ଐଶ୍ୱର୍ଯ୍ୟ ଆଶ୍ରୟ ଦିଏ। ବହୁତ ବଢ଼ିଆ କଥା। ହଉ, ଏ ଦିବ୍ୟ ସୌନ୍ଦର୍ଯ୍ୟ ପରେ ଚାଲନ୍ତୁ ତାଙ୍କ ରାଜକୀୟ ଶୋଭାଯାତ୍ରା ବିଷୟରେ ଶୁଣିବା। ଧବଳ ଛତ୍ର କେବା ଧରେ, କେବା ଚାମର ବିଞ୍ଚେ ଧୀରେ, ଜୟ ଶବ୍ଦ କେ କରନ୍ତି, କେ ବା କୁସୁମ ବରସନ୍ତି, ପଥେ ଗୋବିନ୍ଦ ତନୁ ଶୋଭା, କିବା ଉପମା ତାରେ ଦେବା, ପୀତ ବସନ ବନମାଲା, ଶ୍ରବଣେ ମକର କୁଣ୍ଡଳ, ପିଶଙ୍ଗ ବସ୍ତ୍ର ମଧ୍ୟଭାଗେ, ଯେହ୍ନେ ବିଜୁଳି ନୀଳ ମେଘେ, ରବି ଶଶାଙ୍କ ଶକ୍ର ଚାପ, ସ୍ୱଭାବେ ଘନ ନୀଳ ରୂପ। ଏଠି ପୁରା ଗୋଟେ ଚଳନ୍ତା ଛବି ଆଖି ଆଗକୁ ଆସିଯାଉଛି। କୃଷ୍ଣ ରଥରେ ଆସୁଛନ୍ତି। ତାଙ୍କ ଚାରିପଟେ ପୁରା ରାଜକୀୟ ବ୍ୟବସ୍ଥା। କିଏ ଜଣେ ମୁଣ୍ଡ ଉପରେ ଧଳା ଛତା ଧରିଛି, ସେଟା ରାଜାଙ୍କର ଚିହ୍ନ। ଆଉ କିଏ ଧୀରେ ଧୀରେ ଚାମର ଘୁରାଉଛି। ଚାରିଆଡ଼ୁ ଖାଲି ଜୟ ଜୟକାର ଶୁଭୁଛି, ଆଉ ଉପରୁ ଫୁଲ ବର୍ଷା ହେଉଛି। ଏଇଟା ତାଙ୍କର ରାଜା ରୂପ। ହଁ, କିନ୍ତୁ ଏତେ ସବୁ ରାଜକୀୟ ସାଜସଜ୍ଜା ଭିତରେ ବି କବି କହୁଛନ୍ତି, ପଥେ ଗୋବିନ୍ଦ ତନୁ ଶୋଭା, କିବା ଉପମା ତାରେ ଦେବା। ମାନେ ଏସବୁ ତ ଅଛି, ହେଲେ ଗୋବିନ୍ଦଙ୍କର ନିଜ ଦେହର ଯୋଉ ସୁନ୍ଦରତା, ତା ପାଇଁ କିଛି ଉପମା ହିଁ ନାହିଁ। କବି ଯେମିତି ହାର ମାନି ଯାଉଛନ୍ତି। ଠିକ୍ ଧରିଛନ୍ତି। ଭଗବାନଙ୍କ ସୁନ୍ଦରତାର ତୁଳନା ନାହିଁ। ତଥାପି କବି ନିଜ ଭକ୍ତିଭାବରେ ଯେତିକି ପାରିଛନ୍ତି ଚେଷ୍ଟା କରିଛନ୍ତି। କହୁଛନ୍ତି, କୃଷ୍ଣ ହଳଦିଆ ଲୁଗା ପିନ୍ଧିଛନ୍ତି, ବେକରେ ବଣଫୁଲର ମାଳା, ଆଉ କାନରେ ମାଛ ପରି ଦିଶୁଥିବା କୁଣ୍ଡଳ। ଆଉ ସେଇ ଉପମାଟା, ପିଶଙ୍ଗ ବସ୍ତ୍ର ମଧ୍ୟଭାଗେ, ଯେହ୍ନେ ବିଜୁଳି ନୀଳ ମେଘେ। ପିଶଙ୍ଗ ମାନେ ତ ସୁନେଲି ବା ହଳଦିଆ। ତାଙ୍କ ଅଣ୍ଟାରେ ସେଇ ହଳଦିଆ ଲୁଗାଟା, ତାଙ୍କ ନୀଳ ଦେହରେ ଏମିତି ଲାଗୁଛି ଯେମିତି କଳା ବାଦଲ ଉପରେ ବିଜୁଳି ଚମକୁଛି। କି କଳ୍ପନା! ନିଶ୍ଚୟ। ପୁରା ରଙ୍ଗ, ଆଲୁଅ ଆଉ ଗତିର ମିଶ୍ରଣ। କଳା ଦେହର ସ୍ଥିରତା, ଆଉ ତା ଉପରେ ହଳଦିଆ ଲୁଗାର ଚମକ। ଆଉ ଶେଷରେ କହୁଛନ୍ତି, ତାଙ୍କର ସେ ନୀଳ ରଙ୍ଗରେ ଖାଲି ମେଘର କଳା ରଙ୍ଗ ନାହିଁ, ସେଥିରେ ସୂର୍ଯ୍ୟଙ୍କର ତେଜ ଅଛି, ଚନ୍ଦ୍ରଙ୍କର ଥଣ୍ଡା ଭାବ ଅଛି, ଆଉ ଇନ୍ଦ୍ରଧନୁର 7 ରଙ୍ଗ ବି ଅଛି। ମାନେ ସେ ଏକା ସାଙ୍ଗରେ ତେଜସ୍ୱୀ, ଶାନ୍ତି ଦେଉଛନ୍ତି, ଆଉ ରଙ୍ଗୀନ ବି। ଏମିତି ରୂପ ଦେଖିଲେ କିଏ ଆଉ ନିଜକୁ ସମ୍ଭାଳିବ? ଆଚ୍ଛା, ଏ ରାଜକୀୟ ଶୋଭା ପରେ ଏବେ ସେଇ ଅଂଶକୁ ଯିବା ଯୋଉଟା ସବୁଠୁ ବେଶୀ ମନକୁ ଛୁଏ। କୃଷ୍ଣ ଆଉ ତାଙ୍କ ମା'ମାନଙ୍କର ଭେଟ। କାଭ୍ୟକା ଆବୃତ୍ତି, ପୁରେ ପଶନ୍ତେ ବ୍ରହ୍ମାରାଶି, ତକ୍ଷଣେ ମାତୃଗଣେ ଆସି, ଆନନ୍ଦେ କରି ଆଲିଙ୍ଗନ, କୃଷ୍ଣଙ୍କୁ କରନ୍ତି କଲ୍ୟାଣ, ଦେବକୀ ଆଦି ସପ୍ତନାରୀ, ଚରଣେ ନମିଲେ ମୁରାରୀ। ସକଳ ମତୃଗଣେ ମିଳି, କୋଳେ ବସାଇ ବନମାଳୀ, ଅତ୍ୟନ୍ତ ପୁତ୍ର ସ୍ନେହ ଭରେ, କ୍ଷୀର ସ୍ରବଇ ପୟୋଧରେ, ଅତି ଆନନ୍ଦେ ଅଶ୍ରୁ ଜଳେ, ସିଞ୍ଚନ୍ତି କୃଷ୍ଣଙ୍କୁ ଉପରେ। ଏଠି ଦେଖନ୍ତୁ, ଜଗନ୍ନାଥ ଦାସ ପୁଣି କୃଷ୍ଣଙ୍କୁ କହିଲେ,
ବ୍ରହ୍ମରାଶି ମାନେ ସେ ନିଜେ ପରମବ୍ରହ୍ମ। କିନ୍ତୁ ସେଇ ପରମବ୍ରହ୍ମ ଯେତେବେଳେ ପୁରକୁ ଆସିଲେ ତାଙ୍କୁ ଦେଖି ଦେବକୀ, ରୋହିଣୀ ଆଉ ସବୁ ମାମାନେ ଧାଇଁ ଆସିଲେ। ପୁଅକୁ ଦେଖି ଏତେ ଖୁସି ଯେ କୁଣ୍ଢେଇ ପକେଇଲେ ଆଉ ମଙ୍ଗଳ ମନାସିଲେ। କିନ୍ତୁ ତା ପର ଧାଡ଼ିଟା ସେଇଟା ଆହୁରି ଗୁରୁତ୍ୱପୂର୍ଣ୍ଣ ମୋତେ ଲାଗୁଛି। ନିଜେ ମୁରାରୀ ଯେ ଏତେ ଶକ୍ତିଶାଳୀ ସେ ମୁଣ୍ଡ ନୁଆଇଁ ଦେବକୀ ଆଉ ବାକି 6 ମାଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି। ଏଇଟା କ'ଣ ଦେଖଉଛି? ଏଇଟା ଯଦି ଆମେ ବଡ଼ ଚିତ୍ରରେ ଦେଖିବା ତେବେ ଏଇଟା ମା ପ୍ରତି ଭକ୍ତିର ସବୁଠୁ ବଡ଼ ଉଦାହରଣ। ଭଗବାନ ନିଜେ କରି ଦେଖୁଛନ୍ତି ଯେ ମାର ସ୍ଥାନ କେତେ ଉପରେ, ଏପରିକି ଭଗବାନଙ୍କ ପାଇଁ ବି। ସେ ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ପଛେ, ମା ଆଗରେ ସେ ଖାଲି ଗୋଟେ ପୁଅ। ଏଇଟା ତାଙ୍କ ମଣିଷ ଲୀଳାର ସବୁଠୁ ସୁନ୍ଦର ଦିଗ। ଆଉ ମା'ମାନଙ୍କର ଭଲ ପାଇବା ଦେଖନ୍ତୁ। ସମସ୍ତେ ମିଶି ସେ ବନମାଳୀ କୃଷ୍ଣଙ୍କୁ କୋଳରେ ବସେଇ ଦଉଛନ୍ତି, ଯେମିତି ସେ ଏବେ ବି ତାଙ୍କର ସେଇ ଛୋଟ କାହ୍ନା। ହଁ, ଆଉ ସେଇ ଭଲ ପାଇବାର ଚରମ ସୀମା ଦେଖନ୍ତୁ। ପୁଅ ସ୍ନେହରେ ଏମିତି ବିଭୋର ଯେ ମା'ମାନଙ୍କ ଛାତିରୁ ଆପେ ଆପେ କ୍ଷୀର ବାହାରି ଆସୁଛି। ଏଇଟା ଶରୀରର ଗୋଟେ ସ୍ୱାଭାବିକ ପ୍ରତିକ୍ରିୟା, ମାନେ ଯେଉଁଥିରେ କିଛି ସ୍ୱାର୍ଥ ନାହିଁ, ଖାଲି ମା'ର ଭଲ ପାଇବା। ଆଉ ଶେଷ ଧାଡ଼ିଟା ତ ମନକୁ ପୁରା ଭିଜେଇ ଦଉଛି। ଅତି ଆନନ୍ଦେ ଅଶ୍ରୁ ଜଳେ ସିଞ୍ଚନ୍ତି କୃଷ୍ଣଙ୍କ ଉପରେ। ଏ କେମିତିକା ଲୁହ? ଦୁଃଖର ନା ଖୁସିର? ଏଟା ଖୁସିର ଲୁହ, ଆନନ୍ଦାଶ୍ରୁ। ପୁଅକୁ ଏତେ ଦିନ ପରେ ପାଖରେ ପାଇ ଏତେ ଖୁସି ଯେ ସେଇଟା ଲୁହ ହୋଇ ବୋହିଯାଉଛି। ସେଇ ଲୁହରେ ସେମାନେ କୃଷ୍ଣଙ୍କୁ ଯେମିତି ସ୍ନେହରେ ଗାଧୋଇ ଦଉଛନ୍ତି। ଏଇଟା ହେଉଛି ଶୁଦ୍ଧ ପ୍ରେମ, ଯୋଉଠି କଥା କାମ କରେନି, ଖାଲି ଲୁହ ହିଁ ମନ କଥା କୁହେ। ଏଇଟା ଦେଖାଏ ଯେ ଭଗବାନ ବି ଭକ୍ତର, ଏଠି ମା'ର ଶୁଦ୍ଧ ପ୍ରେମ ଆଗରେ ହାର ମାନନ୍ତି। ପ୍ରକୃତରେ ଏ ଦୃଶ୍ୟଟା ଭକ୍ତିର ଗୋଟେ ଅଲଗା ସ୍ତର ଦେଖାଉଛି। ଏତେ ସ୍ନେହଭରା ମିଳନ ପରେ କ'ଣ ହେଲା, ଆସନ୍ତୁ ଶୁଣିମା। କାବ୍ୟକ ଆବୃତ୍ତି। ମାତୃଗଣଙ୍କ ସଙ୍ଗୁହରି ନିଜ ଭୁବନେ ବିଜେ କରି 1600 ପତ୍ନୀଙ୍କର ବିରାଜେ ରତ୍ନମୟ ପୁର ସକଳ କାମ ଅର୍ଥଧର୍ମ ଜହି ବିଜେ ପୂର୍ଣ୍ଣବ୍ରହ୍ମ ମାୟାର ବଳେ ବନମାଳୀ ପତ୍ନୀ ଭୁବନେ ବେଗେ ମିଳି। ତ ମା'ମାନଙ୍କଠୁ ଆଶୀର୍ବାଦ ନେଇସାରି ଭଗବାନ ହରି ନିଜ ଘରକୁ ଗଲେ, ମାନେ ଅନ୍ତଃପୁର। ସେଠି ତାଙ୍କର 16,000 ରାଣୀ ରୁହନ୍ତି। ସେମାନଙ୍କ ପାଇଁ ବହୁତ ସୁନ୍ଦର ସୁନ୍ଦର ରତ୍ନରେ ତିଆରି ମହଲ ସବୁ ଅଛି। ହଁ, କିନ୍ତୁ ଏ ମହଲ ଖାଲି ରତ୍ନରେ ତିଆରି ନୁହେଁ। କୁହାଯାଇଛି ସକଳ କାମ ଅର୍ଥଧର୍ମ ଜହି ବିଜେ ପୂର୍ଣ୍ଣବ୍ରହ୍ମ। ଏ କଥାଟା ଟିକେ ବୁଝାଇବେ? ବ୍ରହ୍ମକୃଷ୍ଣ ଅଛନ୍ତି ସେଠି ଜୀବନର ସବୁ ଲକ୍ଷ୍ୟ, ଧର୍ମ, ଅର୍ଥ, କାମ, ଏପରିକି ମୋକ୍ଷ ସବୁ ଆପେ ଆପେ ମିଳିଯାଏ, କାରଣ ସେ ନିଜେ ହିଁ ଏ ସବୁର ମୂଳ। ତାଙ୍କର ଉପସ୍ଥିତି ହିଁ ସେ ଜାଗାକୁ ସବୁ ପ୍ରକାର ମଙ୍ଗଳ, ସୁଖ, ଶାନ୍ତିରେ ଭରିଦିଏ। ଏଟା ଖାଲି ବାହାରର ସମ୍ପଦ ନୁହେଁ, ଭିତରର ପୂର୍ଣ୍ଣତା କଥା ବି କହୁଛି। ଆଉ ଶେଷ ଧାଡ଼ିରେ ଯୋଉ ମାୟାର ବଳେ କଥା ଅଛି, ସେଟା କ'ଣ? ମାୟାର ବଳେ ବନମାଳୀ ପତ୍ନୀ ଭୁବନେ ବେଗେ ମିଳି। ଏ କି ମାୟା? ଏ ହେଉଛି ଭଗବାନଙ୍କର ଯୋଗମାୟା ଶକ୍ତି, ବୁଝିଲେ? ତାଙ୍କର 16,000 ରାଣୀ, ସମସ୍ତଙ୍କ ପାଇଁ ଅଲଗା ଘର। ସାଧାରଣ ମଣିଷ କ'ଣ ଏକା ସାଙ୍ଗରେ ସବୁଠି ପହଞ୍ଚି ପାରିବ? ଅସମ୍ଭବ। କିନ୍ତୁ ଭଗବାନ ନିଜ ଯୋଗମାୟା ଶକ୍ତିରେ ଏକା ସମୟରେ ନିଜକୁ ଅନେକ ରୂପ କରିଦେଲେ, ଆଉ ବହୁତ ଶୀଘ୍ର ବେଗେ ସବୁ ରାଣୀଙ୍କ ପାଖରେ ପହଞ୍ଚିଦେଲେ। ପ୍ରତ୍ୟେକ ରାଣୀଙ୍କୁ ଲାଗିଲା ଯେମିତି କୃଷ୍ଣ କେବଳ ତାଙ୍କ ପାଖକୁ ହିଁ ଆସିଛନ୍ତି। ଏଇଟା ତାଙ୍କର ଅଲୌକିକ ଶକ୍ତି। ବାଃ! ତେବେ ଏସବୁ ଘଟଣାରୁ, ମାନେ ଲୋକଙ୍କ ସହ ମିଶିବା, ସ୍ତ୍ରୀ ଲୋକଙ୍କର ଉତ୍କଣ୍ଠା, ଶୋଭାଯାତ୍ରା, ମା'ମାନଙ୍କର ସ୍ନେହ, ଆଉ ଶେଷରେ ଏତେ ରୂପରେ ରାଣୀଙ୍କ ପାଖକୁ ଯିବା, ଏସବୁ ମିଶି କୃଷ୍ଣଙ୍କର କେଉଁ ରୂପଟାକୁ ଦେଖାଉଛି? ଏହା ତାଙ୍କର ସେହି ପୂର୍ବ ରୂପ। ସେ ଏକା ସମୟରେ ସମସ୍ତଙ୍କ ପାଇଁ ସବୁ କିଛି। ସେ ପ୍ରଜାଙ୍କ ପାଇଁ ଦୟାଳୁ ରାଜା, ଦ୍ୱାରକାର ନାରୀଙ୍କ ପାଇଁ ସେ ସବୁଦିନ ପାଇଁ ଆକର୍ଷଣର କେନ୍ଦ୍ର, ସୌନ୍ଦର୍ଯ୍ୟର ପ୍ରତୀକ। ମା'ମାନଙ୍କ ପାଇଁ ସେ ସ୍ନେହୀ ପୁଅ, ରାଣୀମାନଙ୍କ ପାଇଁ ସେ ପ୍ରେମୀ ସ୍ୱାମୀ, ଆଉ ଏସବୁ ମଣିଷ ସମ୍ପର୍କ ଭିତରେ ବି ସେ ହେଉଛନ୍ତି ପରମ ବ୍ରହ୍ମ, ଯାହାଙ୍କ ଇଶାରାରେ ଦୁନିଆ ଚାଲିଛି, ଯାହାଙ୍କର ଆଶ୍ରାରେ ଦେବତା ବି ସୁରକ୍ଷିତ। ଏଇ ଯୋଉ ଐଶ୍ୱର୍ଯ୍ୟ ଆଉ ମାଧୁର୍ଯ୍ୟ, ମାନବୀୟ ଆଉ ଦୈବୀ ଗୁଣର ମିଶ୍ରଣ, ଏଇଟା ହିଁ ଶ୍ରୀକୃଷ୍ଣଙ୍କର ବିଶେଷତ୍ୱ। ହଁ, ନିଶ୍ଚୟ। ଏ ଆଲୋଚନାରୁ ଏଇଟା ତ ସ୍ପଷ୍ଟ ଯେ ଆମେ ଭଗବାନଙ୍କୁ ଯେଉଁ ଭାବରେ ବି ଡାକୁ, ସାଙ୍ଗ ଭାବେ, ପୁଅ ଭାବେ, ପ୍ରେମିକ ଭାବେ କି ମାଲିକ ଭାବେ, ଯଦି ସେଥିରେ ନିଷ୍ଠା ଥାଏ, ସେ ତାକୁ ଗ୍ରହଣ କରନ୍ତି।
ସମସ୍ତଙ୍କ ପ୍ରତି ତାଙ୍କର ଏହି ସମାନ ଦୟା ଆଉ ଭଲ ପାଇବା ହିଁ ଭକ୍ତି ମାର୍ଗକୁ ଏତେ ସୁନ୍ଦର କରିଛି ବୋଧେ। ହଁ, ଆଉ ଏସବୁ ଆଲୋଚନା ପରେ ଗୋଟେ ପ୍ରଶ୍ନ ମନକୁ ଆସୁଛି, ଯାହାକୁ ନେଇ ବୋଧେ ଆଉ ହିଁ ଚିନ୍ତା କରେ ନେଇପାରେ। ଯେତେବେଳେ ପରମବ୍ରହ୍ମ ମଣିଷ ରୂପରେ ଏମିତି ଲୀଳା କରନ୍ତି, ସେ କେତେବେଳେ ନିଜର ଦିବ୍ୟ ଶକ୍ତି ଦେଖାନ୍ତି ଆଉ କେତେବେଳେ ପୁରା ମଣିଷ ପରି ବ୍ୟବହାର କରନ୍ତି। ଏ ଦୁଇଟା ଭିତରେ ସୀମାଟା କୋଉଠି, ଏହା ବୋଧେ ଆମ ବୁଦ୍ଧିର ବାହାରେ, କେବଳ ଅନୁଭବ କରିହେବ। ବାସ୍ତବିକ ଏକ ଗଭୀର ପ୍ରଶ୍ନ, ଯାହା ଆମକୁ ଭଗବାନଙ୍କ ଲୀଳା ବିଷୟରେ ଆହୁରି ଭାବିବାକୁ ବାଧ୍ୟ କରୁଛି। ହଉ, ଆଜିର ଏ ଆଲୋଚନା ଶ୍ରୋତାମାନଙ୍କୁ କେମିତି ଲାଗିଲା, ନିଶ୍ଚୟ ମତାମତ ଦେଇ ଜଣାଇବେ। ଯଦି ଆଲୋଚନା ଭଲ ଲାଗିଥାଏ, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ନିଜର ଭକ୍ତିଭାବ ଜଣାଇ ପାରିବେ। ଓଡ଼ିଆ ଭାଗବତରେ ଯାତ୍ରା ତ ଚାଲିବ। ଆଗାମୀ ଆଲୋଚନାରେ ଆମେ ଏହି ଏକାଦଶ ଅଧ୍ୟାୟର ଆଗକୁ ଯିବା। ଦେଖିବା ଶ୍ରୀକୃଷ୍ଣ ତାଙ୍କ 16,000 ରାଣୀଙ୍କ ସହ କେମିତି ସମୟ କାଟୁଛନ୍ତି, ତାହାର ବର୍ଣ୍ଣନା ରହିଛି। ସେ ପର୍ଯ୍ୟନ୍ତ ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ। ଆଜି ପାଇଁ ତେବେ ଏତିକି। ପୁଣି ଦେଖାହେବ। ସମସ୍ତଙ୍କୁ ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।